ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ବର୍ତ୍ତମାନ ସମୟରେ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏହି ଲୋକପ୍ରିୟ ଅଭିନେତ୍ରୀ ନିଜ ଜନ୍ମଦିନରେ ନିଜର ଜୀବନ ହାରିଛନ୍ତି, ଯାହା ଚଳଚ୍ଚିତ୍ର ଏବଂ ଟିଭି ସିରିଏଲ୍ ଜଗତକୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏହି ଲୋକପ୍ରିୟ ଅଭିନେତ୍ରୀ ଧାରାବାହିକରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ। ତାଙ୍କର ମୃତ୍ୟୁ ସମଗ୍ର ଟିଭି ସିରିଏଲ୍ ଜଗତକୁ ସ୍ତବ୍ଧ କରିଦେଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଜୀବନ ହାରିବା ପୂର୍ବରୁ ସ୍ୱାମୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହି ଲୋକପ୍ରିୟ ଅଭିନେତ୍ରୀ ସେକେଣ୍ଡ ମ୍ୟାରେଜ୍ ଆନିଭର୍ସରୀ 21 ଏପ୍ରିଲରେ ପାଳନ କରିବାର କାର୍ଯ୍ୟକ୍ରମ ଥିଲା। ତା ପୂର୍ବରୁ ସମସ୍ତଙ୍କୁ କନ୍ଦେଇ ଦେଇ ଚାଲିଗଲେ ଲୋକପ୍ରିୟ ଅଭିନେତ୍ରୀ ସୁବାସିନୀ ଗତକାଲି ରାତିରେ ଭିଡ଼ିଓ କଲ୍ ମାଧ୍ୟମରେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇଥିଲେ। ଏହି କଥାବାର୍ତ୍ତା ସମୟରେ ଦମ୍ପତିଙ୍କ ମଧ୍ୟରେ ଏକ ପାରିବାରିକ ବିବାଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଫଳସ୍ୱରୂପ ସୁବାସିନୀ ମାନସିକ ଯନ୍ତ୍ରଣାର ଶିକାର ହୋଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଲୋକପ୍ରିୟ ଅଭିନେତ୍ରୀ ସୁବାସିନୀ ଅଭିନୟ କ୍ୟାରିୟର ପୂର୍ବରୁ ବିଭିନ୍ନ ଟିଭି ଶୋ ଏବଂ ଇଭେଣ୍ଟ ପାଇଁ ଆଙ୍କର ଭାବରେ କାମ କରିଥିଲେ। ଏହା ସହିତ ସେ ବସନ୍ତମ ଟିଭିରେ ଆଙ୍କର ଭାବରେ କାମ କରିଥିଲେ। ଭିଜୁଆଲ୍ ଆଣ୍ଡ ଆର୍ଟ୍ସ ବିଶ୍ୱବିଦ୍ୟାଳୟରେ ତାଙ୍କର ପାଠପଢ଼ା ଜାରି ରଖିଥିଲେ। ଲୋକପ୍ରିୟ ଟିଭି ସିରିଏଲ୍ ଅଭିନେତ୍ରୀ ସୁବାସିନୀ ସନ୍ ଟିଭିରେ ପ୍ରସାରିତ ଧାରାବାହିକ କାୟଲରେ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରୁଥିଲେ। ତାଙ୍କର ମୃତ୍ୟୁ ସମଗ୍ର ଟିଭି ସିରିଏଲ୍ ଜଗତକୁ ସ୍ତବ୍ଧ କରିଦେଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।